ହ୍ୟାଲୋ ସାଙ୍ଗମାନେ ଆପଣମାନେ ସମସ୍ତେ କେମିତି ଅଛନ୍ତି? ଆହାଭ କରେ ଆପଣମାନେ ସମସ୍ତେ ଭଲରେ ଥିବେ। ତ ସାଙ୍ଗମାନେ ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ, ତାହେଲେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବେ। ତ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି, ଯଦି ଆପଣମାନେ ଗୋଟେ ଷ୍ଟୁଡେଣ୍ଟ ଅଛନ୍ତି, ୟୁଟ୍ୟୁବ୍ ଦେଖିଲା ସମୟରେ ଆପଣମାନେ ବହୁତ ହିଁ ଡିଷ୍ଟ୍ରାକ୍ଟେଡ୍ ହେଉଛନ୍ତି, ରିଲ୍ର ଆଡ଼ିକ୍ଟେଡ୍ ଅଛନ୍ତି, ସର୍ଟ ଫିଡ୍ ଗୁଡ଼ାକ ଦେଖିକି ରିଲ୍ସ ଗୁଡ଼ାକ ଦେଖିକି ଆଡ଼ିକ୍ଟେଡ୍ ଅଛନ୍ତି ଏବଂ ଆପଣମାନେ ୟୁଟ୍ୟୁବ୍ରୁ ଗୋଟେ ଏ ପ୍ରକାର ଗୋଟେ ସେଟିଂ କରିବା ପାଇଁ ଚାହୁଁଛନ୍ତି, ଯଦ୍ୱାରା କି ଆପଣମାନଙ୍କର ଚକ୍ଷୁରେ କୌଣସି ପ୍ରକାର ମଧ୍ୟ କ'ଣ କରିବାକୁ ଦେଖିବାକୁ ଚାହୁଁନାହାନ୍ତି, ସର୍ଟ ଭିଡ଼ିଓ ଗୁଡ଼ାକ ଆପଣମାନେ ଦେଖିବା ପାଇଁ ଚାହୁଁନାହାନ୍ତି, ତାହେଲେ ୟୁଟ୍ୟୁବ୍ରେ ଏ ପ୍ରକାର ଗୋଟେ ସେଟିଂ ଅଛି। ସେ ସେଟିଂ ଯଦି ଆପଣମାନେ ଅନ୍ କରିଦେବେ, ତାହେଲେ ଆପଣମାନଙ୍କର ୟୁଟ୍ୟୁବ୍ ଫିଡ଼୍ରେ କୌଣସି ପ୍ରକାର ସର୍ଟ ଫିଡ୍ ଗୁଡ଼ାକ ଆସିବ ନାହିଁ। ଯେପର୍ଯ୍ୟନ୍ତ ଆପଣମାନେ ନିଜ ଇଚ୍ଛାରେ ଯାଇକରି ଆପଣମାନେ ସର୍ଟକୁ ଦେଖିବେ ନାହିଁ, ସେ ପର୍ଯ୍ୟନ୍ତ ଆପଣମାନଙ୍କୁ ସର୍ଟ ନିଜର ଚକ୍ଷୁରେ ବା ନିଜର ଆଖିରେ ଆପଣମାନେ ଦେଖିପାରିବେ ନାହିଁ। କି ପ୍ରକାର ସେ ସେଟିଂକୁ କରିବେ ଯଦ୍ୱାରା କି ଆପଣମାନେ ବେଶୀ ଡିଷ୍ଟ୍ରାକ୍ଟେଡ୍ ହେବେ ନାହିଁ। ତ ଦେଖନ୍ତୁ, ସର୍ବପ୍ରଥମରେ ଆପଣମାନେ କ'ଣ କରିପାରିବେ, ୟୁଟ୍ୟୁବ୍କୁ ଓପେନ୍ କରିବେ। ୟୁଟ୍ୟୁବ୍କୁ ଓପେନ୍ କଲା ସମୟରେ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ମୋର ୟୁଟ୍ୟୁବ୍ରେ ଯେତେବେଳେ ମୁଁ ଓପେନ୍ କରୁଛି, ତ ଦେଖନ୍ତୁ ମୋର ସର୍ଟ ଫିଡ୍ ଗୁଡ଼ାକ ଆସୁଛି। ଏ ଜାଗାରେ ଦେଖିବେ ତ ସର୍ଟ ଗୁଡ଼ାକ କ'ଣ ହେଉଛି ଦେଖାଯାଉଛି। ଦେଖନ୍ତୁ ସର୍ଟ ଫିଡ୍ ଗୁଡ଼ାକ ମୋର ଆସୁଛି। এই ସର୍ଟ ଫିଡ୍ ଗୁଡ଼ାକ ଆସିବ ନାହିଁ ଯଦି ସେଇ ଗୋଟିଏ ସେଟିଂଟା ଆପଣମାନେ କରିଦେବେ। ତ କି ପ୍ରକାର ଭାବେ କରିପାରିବେ, ତ ଦେଖନ୍ତୁ ୟୁରେ ଆପଣମାନେ କ'ଣ କରିପାରିବେ, କ୍ଲିକ୍ଟା କରିପାରିବେ। ୟୁରେ ଯେତେବେଳେ ଆପଣମାନେ ଏଠି କ୍ଲିକ୍ କରୁଛନ୍ତି, ତ ଆପଣମାନଙ୍କର ଏ ପ୍ରକାର ଗୋଟେ ଅପସନ୍ ଆସିବ। ଦେଖନ୍ତୁ ସେଟିଂର ଅପସନ୍ ଆପଣମାନଙ୍କର ଆସିବ, ସେଠି ଆପଣମାନେ କ୍ଲିକ୍ କରିବେ। ସେଠି ଯେତେବେଳେ ଆପଣମାନେ କ୍ଲିକ୍ କରୁଛନ୍ତି, ତ ଆପଣମାନଙ୍କର ଟାଇମ୍ ମ୍ୟାନେଜମେଣ୍ଟ ବୋଲିକରି ଗୋଟେ ଅପସନ୍ଟା ଅଛି, ସେଠି ଆପଣମାନେ କ'ଣ କରିପାରିବେ, କ୍ଲିକ୍ଟା ଆପଣମାନେ କରିପାରିବେ। ତ ଦେଖନ୍ତୁ ସେଠି କ୍ଲିକ୍ କଲା ପରେ ଆପଣମାନେ କ'ଣ କରିପାରିବେ, ତଳେ ଟିକେ ଆପଣମାନେ ସ୍କ୍ରୋଲ୍ କରିବେ, ଡେଲି ଲିମିଟ୍ସ ବୋଲିକରି ଆପଣମାନଙ୍କର ଅଛି, ସର୍ଟସ୍ ଫିଡ୍ ଲିମିଟ୍ ସେଟ୍ ହାଉ ମଚ୍ ଟାଇମ୍ ୟୁ କ୍ୟାନ୍ ସ୍କ୍ରୋଲ୍ ଅନ୍ ସର୍ଟସ୍ ଇଚ୍ ଡେ। ତ ଏହା କ'ଣ ବୋଲି ପଚାରୁଛି, କ'ଣ ବୋଲି ଏଇଟା ପଚାରୁଛି କି ଆପଣମାନଙ୍କୁ, ଯଦି ଆପଣମାନେ ଅନ୍ କରିବା ପାଇଁ ଚାହୁଁଛନ୍ତି, 5 ମିନିଟ୍ ଅନ୍ କରିବା ପାଇଁ ଚାହୁଁଛନ୍ତି କି 10 ମିନିଟ୍ ଅନ୍ କରିବା ପାଇଁ ଚାହୁଁଛନ୍ତି କି 15 ମିନିଟ୍ କି ଅଧଘଣ୍ଟା କି 2 ଘଣ୍ଟା କି 3 ଘଣ୍ଟା 4 ଘଣ୍ଟା, ଏ ପ୍ରକାର ଆପଣମାନଙ୍କୁ ଟାଇମ୍ର ଲିମିଟ୍ ଆପଣମାନେ ମାଗୁଛି। ମନେ କରନ୍ତୁ ଆପଣମାନେ କେବଳ ସର୍ଟର ଏଡ଼ିକ୍ଟେଡ୍ ହୋଇଯାଇଛନ୍ତି ଏବଂ ଆପଣମାନଙ୍କୁ କେବଳ 10 ମିନିଟ୍ ହିଁ ସର୍ଟକୁ ଦେଖିବା ପାଇଁ ଚାହୁଁଛନ୍ତି। ଯେତେବେଳେ ଆପଣମାନେ 10 ମିନିଟ୍ ସର୍ଟକୁ ଦେଖିବେ, ତାପରେ ଆଉ କ'ଣ ହେଇଯିବ, ଆପଣମାନଙ୍କର ବ୍ଲକ୍ ହେଇଯିବ। ଆପଣମାନେ ଆଉ ସର୍ଟ ଭିଡ଼ିଓ ଗୁଡ଼ାକୁ ଦେଖିପାରିବେ ନାହିଁ 10 ମିନିଟ୍ ପରେ। ଯଦି ଆପଣମାନେ ଜିରୋରେ କ୍ଲିକ୍ କରିଦେବେ, ତାହେଲେ ଆପଣମାନେ ଆଉ ବିଲକୁଲ ବି ସର୍ଟ ଗୁଡ଼ାକୁ ଦେଖିପାରିବେ ନାହିଁ। ଦେଖନ୍ତୁ ଆପଣମାନଙ୍କ ଏ ପ୍ରକାର ଅଛି, 0 ମିନିଟ୍ ଅଛି, ତାପରେ 15 ମିନିଟ୍ ଅଛି, 30 ମିନିଟ୍ ଅଛି, 45 ମିନିଟ୍, 1 ଆୱାର ଅଛି, 2 ଆୱାର୍ସ ମଧ୍ୟ ଆପଣମାନଙ୍କର ଅଛି। ଏହାକୁ ଯଦି ଆପଣମାନେ 15 ମିନିଟ୍ ରଖିବେ, ତାହେଲେ 15 ମିନିଟ୍ ହିଁ ସ୍କ୍ରୋଲ୍ କରିବେ। 15 ମିନିଟ୍ ଗଲା ପରେ ଆପଣମାନଙ୍କୁ ଆଉ ସର୍ଟ ଫିଡ୍ରେ ଆପଣମାନେ ଦେଖିପାରିବେ ନାହିଁ, ସର୍ଟ ଗୁଡ଼ାକ ଆଉ ଆସିବ ନାହିଁ। ତାପରେ ଆପଣମାନଙ୍କୁ 2 ଘଣ୍ଟା ଯଦି କରୁଛନ୍ତି, ତାହେଲେ 2 ଘଣ୍ଟା ସ୍ଲୋ କରିବେ, ଆପଣମାନେ ଦେଖିପାରିବେ। ଯଦି ଆପଣମାନେ ଜିରୋରେ କରୁଛନ୍ତି, ତାହେଲେ ଆପଣମାନଙ୍କୁ ସର୍ଟ ବିଲକୁଲ ବି ଦେଖା ହିଁ ଯିବ ନାହିଁ। ଦେଖନ୍ତୁ ମୁଁ ଆପଣମାନଙ୍କୁ କହୁଛି, ଜିରୋରେ ଆପଣମାନେ ରଖିଲେ, ଦେଖନ୍ତୁ ମୁଁ ଜିରୋରେ ମୁଁ ରଖିଅଛି। ଏବେ ମୁଁ ଯଦି ଯିବି ସର୍ଟକୁ, ମୋର ଯିବି ଟିକେ ରିଫ୍ରେଶ୍ କରିଦେବେ। ଓକେ, ଟିକେ ରିଫ୍ରେଶ୍ କରିଦେବେ, ନହେଲେ ଆପଣମାନଙ୍କୁ ଶୋ କରିବ ନାହିଁ। ରିଫ୍ରେଶ୍ କଲା ପରେ ଆପଣମାନେ କ'ଣ କରିପାରିବେ, ସର୍ଟକୁ ଯିବେ। ଦେଖନ୍ତୁ ଏବେ ରିଫ୍ରେଶ୍ କଲି, ମୁଁ ଏଠି ଆସିଲି, କୌଣସି ପ୍ରକାର ମଧ୍ୟ ସର୍ଟ ମୋତେ ଏବେ କ'ଣ କରାଯାଉ ନାହିଁ, ଦେଖାଯାଉ ନାହିଁ। ଦେଖନ୍ତୁ କୌଣସି ପ୍ରକାର ସର୍ଟ ମୋର ଫିଡ୍ରେ ଦେଖାଯାଉ ନାହିଁ। ଏ ପ୍ରକାର ଆପଣମାନେ ନିଶ୍ଚିତ ଭାବରେ କ'ଣ କରିପାରିବେ, କରିପାରିବେ। ଯଦି ଭିଡ଼ିଓଟା ଏ ସେଟିଂଟା ଯଦି ଆପଣମାନଙ୍କୁ ହେଲ୍ପଫୁଲ୍ ହେଇପାରୁଛି, ତାହେଲେ ଗୋଟେ ଲାଇକ୍ କରିଦେବେ ଏବଂ ନିଜର ଫ୍ରେଣ୍ଡସ୍ମାନଙ୍କୁ ନିଶ୍ଚିତ ଭାବରେ ପଠାଇଦେବେ, ଯେଉଁମାନେ ବି ଷ୍ଟଡି କରୁଛନ୍ତି, ଯେଉଁମାନେ ବି ବହୁତ ଡିଷ୍ଟ୍ରାକ୍ଟେଡ୍ ଅଛନ୍ତି, ସର୍ଟ ଗୁଡ଼ାକ ଦେଖିକରି ଆଡ଼ିକ୍ଟେଡ୍ ଅଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ଏ ସେଟିଂଟା ହେଲ୍ପ ହେବ। ଆମେ ସମସ୍ତେ ଜାଣିଛୁ କି ଆମେ ୟୁଟ୍ୟୁବ୍କୁ ତ ଆମେ କମ୍ପ୍ଲିଟଲି ଆମେ ଛାଡ଼ି ପାରବା ନାହିଁ, କାରଣ ୟୁଟ୍ୟୁବ୍ରେ ଆମେ ବହୁତ କିଛି ଭଲ ଭଲ ବିଷୟ ମଧ୍ୟ ଆମେ ଦେଖିଥାଉ। କିନ୍ତୁ କିଛି ସେଟିଂଟା କରିକରି ଆମେ କ'ଣ କରିପାରିବା, ରିଲ୍ସ ଗୁଡ଼ାକ, ସର୍ଟସ୍ ଗୁଡ଼ାକ ଆମେ ଟିକେ ଆଡ଼ିକ୍ଟେଡ୍ ହେଇପାରବା ନାହିଁ, ଯଦି ଆମେ କିଛି ସେଟିଂଟା ଆମେ କରିପାରିବା। ଏ ଭିଡ଼ିଓ ଯଦି ହେଲ୍ପଫୁଲ୍ ହେଇଛି, ତାହେଲେ ଗୋଟେ ଲାଇକ୍ କରିଦେବେ ଏବଂ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ବାଏ।